ସୁପ୍ରଭାତ ପିଲାମାନେ। ଭଲ ଅଛ ନା ସମସ୍ତେ? ଭଲ ଅଛ ତ? ହଁ, ବହୁତ ଭଲ। ସମସ୍ତେ ସବୁବେଳେ ସେମିତି ହିଁ ଭଲରେ ଥାଅ ଆଉ ମନ ଦେଇକି ପାଠ ପଢୁଥାଅ। ପିଲାମାନେ ତମ ଆଗରେ ଗୋଟେ ଫଟୋଟି ଅଛି। ସେ ଫଟୋରେ କ'ଣ ଲେଖା ହେଇଛି କହିଲ? ହଁ, ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟ। କେଉଁଠି ଅଛି? ନା କଟକରେ ଅଛି। କେବେ ସ୍ଥାପିତ ହେଇଥିଲା? 1873 ମସିହାରେ। ଶୁଣ ପିଲାମାନେ, ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ଅଗ୍ରଗତି ଫଳରେ ଭାରତୀୟ ସମାଜରେ ନାରୀ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଗଲା ନାହିଁ। ନାରୀ ଶିକ୍ଷିତ ହେଲେ ବି ଘର କୋଣରେ ରହିବ ଏବଂ ଅଫିସରେ କିରାଣୀ ଚାକିରି କରିବ ନାହିଁ। ଏହି ଆଶଙ୍କାରେ ସରକାର ନାରୀ ଶିକ୍ଷାକୁ ଅବହେଳା କରିଲେ। ଆଚ୍ଛା ପିଲାମାନେ, ତମ ଆଗରେ ଗୋଟେ ଫଟୋଟେ ଥିବ। ସେ ଫଟୋର ନାମ କ'ଣ? ବମ୍ବେ ବିଶ୍ୱବିଦ୍ୟାଳୟ। ଆଚ୍ଛା ପିଲାମାନେ, ତମେ ପୂର୍ବ ଶ୍ରେଣୀରେ ଜାଣିଥିବ ଉଡ୍ସ ଡେସ୍ପାଚର ପ୍ରସ୍ତାବ ଅନୁସାରେ 3ଟି ବିଶ୍ୱବିଦ୍ୟାଳୟ ଆମ ଭାରତ ବର୍ଷରେ ଖୋଲିଥିଲା। ପ୍ରଥମ ନାଁ ଅଛି ବମ୍ବେ ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ, ଆଉ 3 ନମ୍ବରଟି କ'ଣ? ହଁ, ମାଡ୍ରାସ ବିଶ୍ୱବିଦ୍ୟାଳୟ। ଆଚ୍ଛା ପିଲାମାନେ, ଏବେ ଆମେ ଜାଣିବା ବୈଷୟିକ ଶିକ୍ଷା ସମ୍ବନ୍ଧରେ। ଇଂରେଜ ସରକାର ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେଇନଥିଲେ। 1899 ମସିହାରେ ପ୍ରଥମ କରି ବମ୍ବେ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଗଲା। ସେତେବେଳେ ସ୍କୁଲ ପରି କଲେଜରେ ମଧ୍ୟ ଜଣେ ବିଜ୍ଞାନ ଅଧ୍ୟାପକଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଆଦି ବିଜ୍ଞାନ ସବୁ ବିଷୟରେ ପଢ଼ାଇବାକୁ ପଡ଼ୁଥିଲା। 1875 ମସିହା ବେଳକୁ ସମଗ୍ର ଦେଶରେ କେବଳ ବମ୍ବେ, ମାନ୍ଦ୍ରାଜ ଓ କଲିକତାରେ 3ଟି ମେଡିକାଲ କଲେଜ ରହିଥିଲା। ଆଚ୍ଛା, ବମ୍ବେ କାହାକୁ କୁହାଯାଏ? ବର୍ତ୍ତମାନର ମୁମ୍ବାଇ। ମାନ୍ଦ୍ରାଜ କାହାକୁ କୁହାଯାଏ? ବର୍ତ୍ତମାନର ଚେନ୍ନାଇ। ଓଡ଼ିଶାରେ ପ୍ରଥମ କରି 1876ରେ କଟକ ଏକ ମେଡିକାଲ ସ୍କୁଲ ଆରମ୍ଭ ହୋଇଥିଲା। କେବେ ଆରମ୍ଭ ହୋଇଥିଲା? 1876 ମସିହାରେ। ପ୍ରଥମ କରି ଓଡ଼ିଶାରେ କେଉଁଠି ମେଡିକାଲ ସ୍କୁଲ ଆରମ୍ଭ କରାଯାଇଥିଲା? ନା କଟକରେ। ଆଚ୍ଛା ପିଲାମାନେ, ଏବେ କହିଲ ତମ ଆଗରେ କେଉଁ ଚିତ୍ରଟି ଅଛି? ତାର ନାମ କ'ଣ? ଇଞ୍ଜିନିୟରିଂ କଲେଜ ରୁରକି। ବର୍ତ୍ତମାନ ତାହାକୁ କେଉଁ ନାମରେ ନାମିତ? IIT ରୁରକି। IIT ରୁରକିରେ କ'ଣ ପଢ଼ାଯାଏ? ଇଞ୍ଜିନିୟରିଂ ଡିଗ୍ରୀ ପଢ଼ାଯାଏ। ଆମେ ଯାହା ବିଟେକ୍ ଡିଗ୍ରୀ କରୁ ତାହା IIT ରୁରକିରେ ପଢ଼ାଯାଏ। ଇଂରେଜ ଶାସନରେ ବୈଷୟିକ ଶିକ୍ଷା ବିଶେଷ ପ୍ରଗତି କରିନଥିଲା। ପ୍ରଥମେ ସରକାର ଉତ୍ତରପ୍ରଦେଶ ରୁରକିଠାରେ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିଥିଲେ, ବର୍ତ୍ତମାନ ଯାହା IIT ରୁରକି। ମାତ୍ର ତହିଁରେ କେବଳ ୟୁରୋପୀୟ ଛାତ୍ର ପାଇଁ ପ୍ରବେଶାଧିକାର ରହିଥିଲା। କେଉଁ ଛାତ୍ର ପାଇଁ ପ୍ରବେଶାଧିକାର ରହିଥିଲା? କେବଳ ୟୁରୋପୀୟ ଭାରତୀୟମାନଙ୍କ ପାଇଁ ନାହିଁ। 1930 ମସିହାରେ ସମଗ୍ର ଦେଶରେ ମାତ୍ର 10ଟି ଇଞ୍ଜିନିୟରିଂ କଲେଜ ଥିଲା। କେତେ ମସିହା ସୁଦ୍ଧା 10ଟି ମାତ୍ର କଲେଜ ଥିଲା? 1930 ମସିହା ସୁଦ୍ଧା। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଞ୍ଜିନିୟରିଂ ଶିକ୍ଷାର ଆବଶ୍ୟକତା ଅନୁଭବ କରି ସରକାର ଅନେକ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବାଧ୍ୟ ହୋଇଥିଲେ। ଆଚ୍ଛା ପିଲାମାନେ, ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ସରିଥିଲା? 1945 ମସିହାରେ। ଆଚ୍ଛା ପିଲାମାନେ, ତମ ଆଗରେ ଗୋଟେ ଚିତ୍ରଟି ଅଛି। ସେଇଟା କେଉଁ ସ୍କୁଲର ଚିତ୍ର କହିଲ ଦେଖି? ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ। ସେଟା କେଉଁଠି ଅଛି?
କେଉଁଠି ଅଛି ଦେଖିଲ? କଟକରେ। ଓଡ଼ିଶାରେ ପ୍ରଥମ କରି 1884 ମସିହାରେ ବାଲେଶ୍ୱର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ ଏବଂ କଟକରେ ଏକ ସର୍ଭେ ସ୍କୁଲ ସ୍ଥାପିତ ହୋଇଥିଲା। କେଉଁଠି ଶିଳ୍ପ ତାଲିମ ସ୍କୁଲ ପ୍ରତିଷ୍ଠା ହୋଇଥିଲା? ବାଲେଶ୍ୱର ନିକଟରେ। ସର୍ଭେ ସ୍କୁଲଟି କେବେ ସ୍ଥାପିତ ହୋଇଥିଲା? ନା 1884 ମସିହା। କେଉଁଠି ସ୍ଥାପିତ ହୋଇଥିଲା? ନା କଟକରେ। ସେହି ସର୍ଭେ ସ୍କୁଲଟି ପରେ ଇଞ୍ଜିନିୟରିଂ ସ୍କୁଲରେ ପରିଣତ ହେଲା। ବର୍ତ୍ତମାନ କେଉଁ ନାମରେ ନାମିତ? ଭୁବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ। ଭୁବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ। ପିଲାମାନେ ତମ ଆଗରେ ଦୁଇଟି ଚିତ୍ରଟି ଅଛି। ବାମ ପାର୍ଶ୍ୱରେ ଗୋଟେ ଚିତ୍ରଟେ ଅଛି, ଡାହାଣ ପାର୍ଶ୍ୱରେ ଗୋଟେ ଚିତ୍ରଟେ ଅଛି। ବାମ ପାର୍ଶ୍ୱରେ ତମେ କ'ଣ ଦେଖୁଛ? ନା ସେଥିରେ କିଛି ରାଜା ମାନେ ଅଛନ୍ତି ବା କିଛି ଲୋକମାନେ ଅଛନ୍ତି ଯେଉଁମାନେ କିଛି ଦାମିକା ସବୁ ବସ୍ତ୍ର ପିନ୍ଧିଛନ୍ତି, ଦେଖିପାରୁଥିବ। ଆଚ୍ଛା, ତମେ କହିଲ ସାମନ୍ତ ଅର୍ଥ କ'ଣ? ସାମନ୍ତ ଅର୍ଥ ହେଉଛି ରାଜକୀୟ ବା ରାଜାଙ୍କ ପରାମର୍ଶଦାତା, ଯେମିତି ତାଙ୍କୁ ଆମେ ସାମନ୍ତ ବୋଲି କହିଥାଉ। ପାରମ୍ପରିକ ସାମନ୍ତବାଦୀ ଶକ୍ତିମାନଙ୍କ ପାଖରେ ବା ସେହି ଲୋକମାନଙ୍କ ପାଖରେ ସମସ୍ତ ଶାସନଗତ ପରିଚାଳନା ତଥା ରାଜସ୍ୱ ଆଦାୟ, ଆଇନ କାନୁନ ଶକ୍ତି ସେମାନଙ୍କ ପାଖରେ ହିଁ ନ୍ୟସ୍ତ ଥିଲା, କିନ୍ତୁ ସାଧାରଣ ଲୋକମାନଙ୍କ ପାଖରେ ତାହା କିଛି ନଥିଲା। ଡାହାଣ ପାର୍ଶ୍ୱରେ ତମେ ଦେଖିପାରୁଥିବ ଜାତୀୟତାବାଦୀ ବୁଦ୍ଧିଜୀବୀ ବର୍ଗ। ଜାତୀୟତାବାଦୀ ବୁଦ୍ଧିଜୀବୀ ବର୍ଗ କହିବାକୁ ଗଲେ ଯେଉଁମାନେ ନିଜର ବୁଦ୍ଧି ବିବେକ ଖର୍ଚ୍ଚ କରି ସମସ୍ତ ଆଜିକାଲିର କମ୍ୟୁନିଟି ଯାହା କୁହାଯାଉଛି ସମସ୍ତ କମ୍ୟୁନିଟିରୁ ଆସି ସେମାନେ କିଛି ବିଚାର ବିମର୍ଶ କରନ୍ତି, ଲୋକମାନଙ୍କ ଭଲ ଖରାପ ଉପରେ କିଛି ଭାବନ୍ତି, ସେ ଉପରେ ମନ୍ତବ୍ୟ ଦେଇ ସେମାନେ ଆଇନ କାନୁନ ମ୍ୟାନେଜମେଣ୍ଟ କରନ୍ତି ବା ପରିଚାଳନା କରନ୍ତି। ବୁଝିଲ? ମୋଟ କଥା ହେଲା ଯେ ଦେଶର ସାମାଜିକ ସ୍ତରରେ ଏକ ଔପନିବେଶିକ ପରିବର୍ତ୍ତନ ଆଣିବାକୁ ସରକାର ନୂତନ ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିଲେ। ଔପନିବେଶିକ କହିବାକୁ ଗଲେ ଯେଉଁଠି ନିଜ ମାତୃଭୂମିର ସ୍ୱାର୍ଥ ରକ୍ଷା କରିବା ପାଇଁ ଅନ୍ୟ ଦେଶରୁ ସମସ୍ତ ଧନ ସମ୍ପତ୍ତି ନେଇଯିବାକୁ ଔପନିବେଶିକ କୁହନ୍ତି, ବା ଆମର ଇଂରାଜୀ କହେ କଲୋନାଇଜେସନ୍। ଠିକ୍ ଅଛି। ଫଳରେ ଇଂରେଜ ଶାସନ ପରେ ଦେଶର ପୁରୁଣା କାଳିଆ ସାମନ୍ତ ଶକ୍ତି ହାତକୁ ନ ଯାଇ ଏହି ଜାତୀୟତାବାଦୀ ବୁଦ୍ଧିଜୀବୀ ବର୍ଗ ନେତୃତ୍ୱ ଲାଭ କଲା। ପରବର୍ତ୍ତୀ ସମୟରେ ଦେଶର ବିକାଶ ଓ ଉନ୍ନତି ପାଇଁ ଏହି ନୂଆ ଶିକ୍ଷା ବ୍ୟବସ୍ଥା ସଦୃଶ କାର୍ଯ୍ୟ କଲା। ବୁଦ୍ଧିଜୀବୀ ବର୍ଗ କହିବାକୁ ଗଲେ, ଆଚ୍ଛା ତମେ ମହାତ୍ମା ଗାନ୍ଧୀ ବିଷୟ ଜାଣିଥିବ, ଜବାହରଲାଲ ବିଷୟ ଜାଣିଥିବ। ସେମାନେ ଦେଶ ପାଇଁ କେତେ କାମ କରିଛନ୍ତି? ସେମାନେ ଜଣେ ଜଣେ ଜାତୀୟତାବାଦୀ ବୁଦ୍ଧିଜୀବୀ ବର୍ଗ। ଆଚ୍ଛା, ଇଂରେଜ ସରକାର ଔପନିବେଶିକ ସ୍ୱାର୍ଥ ପାଇଁ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ, ମାତ୍ର ଏହାର ସୁପରିଣାମ ଭାରତରେ ଦେଖାଗଲା। ନୂଆ ନୂଆ ସ୍କୁଲ, ନୂଆ ନୂଆ କଲେଜ, ନୂଆ ନୂଆ ବିଶ୍ୱବିଦ୍ୟାଳୟ ଦେଶର ବିକାଶ ନେଇ ପରବର୍ତ୍ତୀ ସମୟରେ ମାର୍ଗ ପ୍ରସ୍ତୁତି କରିଥିଲେ। ତୁମେମାନେ ତୁମ ସାମ୍ନାରେ ଦୁଇଟି ଚିତ୍ର ଦେଖୁଥିବ। ବାମ ପାର୍ଶ୍ୱରେ ଅଛନ୍ତି ଜୟପୁର ରାଜା ଜୟ ସିଂ। ଆଚ୍ଛା, ଡାହାଣ ପାର୍ଶ୍ୱ ଚିତ୍ର ବିଷୟରେ ତମେ ଜାଣିଥିବ, ସେ କେଉଁ ସମ୍ରାଟ? ସେ ହେଉଛି ମୋଗଲ ସମ୍ରାଟ ଆକବର। ଜାତିର ଭେଦଭାବ ଯୋଗୁଁ ଲୋକମାନେ ଇଂରେଜ ବିରୋଧରେ ଏକାଠି ହୋଇପାରିନଥିଲେ, ଅର୍ଥାତ୍ ଜାତି ପ୍ରଥା ରହିଲେ ଔପନିବେଶିକ ସ୍ୱାର୍ଥ ସାଧିତ ହେବାର ସମ୍ଭାବନା ରହିଥିଲା। ଉତ୍ତର ଭାରତ ଏବଂ ବଙ୍ଗପ୍ରଦେଶର ନିଚଳ ବର୍ଗରେ ଏକ ସତୀ ପ୍ରଥା ନାମକ କୁସଂସ୍କାର ପ୍ରଚଳିତ ଥିଲା। ଏହି ପ୍ରଥା ଅନୁସାରେ ମୃତ ସ୍ୱାମୀର ଚିତାରେ ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା। ଏଭଳି ଦାହ ହେଉଥିବା ପତ୍ନୀକୁ ସତୀର ଆଖ୍ୟା ମିଳୁଥିଲା। 1815 ମସିହାରୁ 1818 ମସିହା ପର୍ଯ୍ୟନ୍ତ କେବଳ ବଙ୍ଗପ୍ରଦେଶରେ 800 ମହିଳା ସତୀ ପ୍ରଥାର ଶିକାର ହୋଇଥିଲେ। କେତେଜଣ ମହିଳା? 800 ମହିଳା। ସମାଜର ରକ୍ଷଣଶୀଳ ଗୋଷ୍ଠୀ ସମର୍ଥନ କରୁଥିଲେ। କେଉଁମାନେ ସମର୍ଥନ କରୁଥିଲେ ସତୀ ପ୍ରଥାକୁ? ସମାଜର ରକ୍ଷଣଶୀଳ ଗୋଷ୍ଠୀ। କିନ୍ତୁ ମୋଗଲ ସମ୍ରାଟ ଆକବର, ଔରଙ୍ଗଜେବ ଏବଂ ମରାଠା ପେଶୱା ଜୟପୁର ରାଜା ଜୟ ସିଂ ମଧ୍ୟ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ତମ ଆଗରେ ଦୁଇ ଜଣ ଚିତ୍ର ଦେଖୁଥିବ। ଦୁଇ ଚିତ୍ର କିଏ କହିଲ? ଲେଫ୍ଟ ସାଇଡ୍ ଅଛନ୍ତି, ତାଙ୍କ ନାଁ ଅଛି ବର୍ଲାର୍ଡ ୱିଲିୟମ ବେଣ୍ଟିକ୍ ଏବଂ
ଡାହାଣ ପାର୍ଶ୍ୱରେ ଯିଏ ଅଛନ୍ତି ତାଙ୍କ ନାଁ ହେଉଛି ଲର୍ଡ ହାର୍ଡିଞ୍ଜ। କିଏ? ଲର୍ଡ ହାର୍ଡିଞ୍ଜ। ପିଲାମାନେ ତମ ଆଗରେ ଦେଖୁଥିବ ଗୋଟେ ସ୍ତ୍ରୀ ଲୋକକୁ ତାର ମୃତ ସ୍ୱାମୀ ଉପରେ ଦାହ କରାଉଛି। ଏହି ପ୍ରଥାକୁ ଆମେ କହୁ ସତୀ ପ୍ରଥା। ମାନେ ଗୋଟେ ସ୍ତ୍ରୀଟି ଜୀଇଁ ଥାଉ ଥାଉ ତାର ମୃତ ସ୍ୱାମୀ ସହିତ ନିଜକୁ ଦାହ କରିବାକୁ ପଡୁଥିଲା, ତାକୁ ସତୀର ଆଖ୍ୟା ମିଳୁଥିଲା। ଏହି ପ୍ରଥାକୁ ଆମେ କହୁ ସତୀ ପ୍ରଥା। ଏହା ଏକ ଦଣ୍ଡନୀୟ ଅପରାଧ। ଊନବିଂଶ ଶତାବ୍ଦୀରେ ଇଂରେଜମାନେ ଏହି ଅମାନବୀୟ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଦୃଢ଼ ପରିକର ହୋଇଥିଲେ। 1829 ମସିହାରେ ବଟଲାର୍ଡ ୱିଲିୟମ ବେଣ୍ଟିକ୍ ସତୀ ପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କଲେ। ସରକାରୀ ନିର୍ଦ୍ଦେଶ ବିରୁଦ୍ଧରେ ସତୀ ପ୍ରଥାର ସମର୍ଥକମାନେ ଅନେକ ପ୍ରତିବାଦ କଲେ ମଧ୍ୟ ସେ ମୁଣ୍ଡ ନୁଆଁଇଲେ ନାହିଁ। ତାଙ୍କ ମତରେ ସତୀ ପ୍ରଥା ଆଇନ ଦୃଷ୍ଟିରୁ ଅପରାଧ। ଯିଏ ଏହି ସତୀ ପ୍ରଥା ପାଳନ କଲେ ସେମାନଙ୍କ ବିରୁଦ୍ଧରେ କିଛି ଆଇନଗତ ପଦକ୍ଷେପ ନିଆଯିବ। ଆଚ୍ଛା ପିଲାମାନେ, ତମେ ଦେଖିପାରୁଥିବ ଗୋଟେ ଲିଖିତରେ ବାମ ପାର୍ଶ୍ୱରେ ଗୋଟେ ଝିଅଟା ରଖାହେଇଛି, ଆଉ ଡାହାଣ ପାର୍ଶ୍ୱରେ କିଛି ଫ୍ରିଜ୍, ଗାଡ଼ି, ଟଙ୍କା ପଇସା ରଖାହେଇଛି। ଯୌତୁକ ପ୍ରଥା। ଏହି ପ୍ରଥାରେ କ'ଣ କରାଯାଏ କି, ଯେତେବେଳେ ଗୋଟେ ଝିଅଟି ବିବାହ କରିବାକୁ ଯାଏ ତା ସହିତ ସେ କିଛି ଧନ ସମ୍ପତ୍ତି ଆଣେ। ଯୌତୁକ ପ୍ରଥା ଯୋଗୁଁ ଅନେକ ସ୍ତ୍ରୀ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଯେପରିକି କୁସଂସ୍କାର କନ୍ୟା ହତ୍ୟା ଥିଲା ଅନ୍ୟ ଏକ ଅମାନବୀୟ ସଂସ୍କାର। ବିଶେଷ କରି ରାଜପୁତ ବଂଶରେ ତଥା ଆହୁରି କେତେକ ଜାତିରେ କନ୍ୟା ସନ୍ତାନକୁ ସହଜରେ ଗ୍ରହଣ କରାଯାଉନଥିଲା। ଯୁଦ୍ଧରେ ପୁରୁଷମାନେ ବହୁ ସଂଖ୍ୟାରେ ନିହତ ହେଉଥିବାରୁ କନ୍ୟାର ବିବାହକୁ ଏକ ସମସ୍ୟା ବୋଲି ମନେ କରାଯାଉଥିଲା। ପୁଣି ଯୌତୁକ ମଧ୍ୟ କନ୍ୟା ବିବାହ ପାଇଁ ଏକ ବାଧକ ଥିଲା। କୃଷି ପାଇଁ ଆବଶ୍ୟକ କଠିନ ପରିଶ୍ରମ କରିବାକୁ ମଧ୍ୟ କନ୍ୟା ସନ୍ତାନ ଉପଯୋଗ ନୁହେଁ ବୋଲି ମନେ କରାଯାଉଥିଲା। ଏବେ ତୁମମାନେ ଦେଖିପାରୁଥିବ ଉପର ପାର୍ଶ୍ୱରେ ଗୋଟେ ଚିତ୍ରଟେ ଅଛି, ତଳ ପାର୍ଶ୍ୱରେ ଗୋଟେ ଚିତ୍ରଟେ ଅଛି। ଉପର ହେଉଛି କନ୍ୟା ଭ୍ରୂଣ ହତ୍ୟାର ଏକ ଚିତ୍ରଟି, ଆଉ ତଳର ଚିତ୍ରଟା ଅଛି ନରହତ୍ୟା। ଏଥିରେ ଗୋଟେ ଲୋକକୁ ବାନ୍ଧି ତାକୁ ବଳି ଦିଆଯାଉଥିଲା। ସମାଜରେ ପ୍ରଚଳିତ ବହୁତ କାରଣ ଯୋଗୁଁ କନ୍ୟାକୁ ଶିଶୁ ଅବସ୍ଥା ନେଇ ହତ୍ୟା କରିବା ଏକ ପ୍ରଥାରେ ପରିଣତ ହୋଇଥିଲା। ଏହି ପ୍ରଥା ବର୍ତ୍ତମାନ ପର୍ଯ୍ୟନ୍ତ ଅଛି। କେଉଁ ପ୍ରଥା? କନ୍ୟା ଭ୍ରୂଣ ପ୍ରଥା। କନ୍ୟା ହତ୍ୟା ବିରୁଦ୍ଧରେ ପ୍ରଥମେ 1795ରେ ଏବଂ ପରେ 1804 ମସିହାରେ ସରକାର ନିଷେଧାଜ୍ଞା ଜାରି କରିଥିଲେ। ବେଣ୍ଟିଂ ଏବଂ ହାର୍ଡିଞ୍ଜଙ୍କ ସମୟରେ ତାହାକୁ କଡ଼ାକଡ଼ି ଭାବରେ ଲାଗୁ କରାଗଲା। ଏହା ବ୍ୟତୀତ କେତେକ ଆଦିବାସୀ ଅଞ୍ଚଳରେ ପ୍ରଚଳିତ ଥିବା ନରବଳି ପ୍ରଥାକୁ ସରକାର ବନ୍ଦ କରିଥିଲେ। ତମମାନେ କିଛି ଫିଲ୍ମରେ ତମେ ଦେଖିପାରୁଥିବ ଗୋଟେ ଲୋକକୁ ଆଣି ତାକୁ ବଳି ଦେଉଥିବେ। ଏହି ପ୍ରଥା ଆଜି ପର୍ଯ୍ୟନ୍ତ ମଧ୍ୟ କିଛି ଆଦିବାସୀ ଅଞ୍ଚଳରେ ପ୍ରଚଳିତ ହୋଇଅଛି। 1856 ମସିହାରେ ଏକ ଆଇନ ବଳରେ ବିଧବା ବିବାହ ଆଇନ ସମ୍ମତ ବୋଲି ଆଦେଶ ଜାରି ହେଲା। ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ଦିଗରେ ପଦକ୍ଷେପ ସ୍ୱରୂପ 1872ରେ ଦେଶୀୟ ବିବାହ ଆଇନ ଏବଂ 1891ରେ ସମ୍ମତି ପ୍ରକାଶ ବୟସ ଆଇନ ପ୍ରଣୀତ ହୋଇଥିଲା। ପରେ 1930 ଶାରଦା ଆଇନ ମତରେ ପୁରୁଷମାନଙ୍କ ସର୍ବନିମ୍ନ ବୟସ ସୀମା ଥିଲା 21 ଏବଂ ମହିଳାମାନଙ୍କ ପାଇଁ ଧାର୍ଯ୍ୟ କରାଯାଇଥିଲା 18 ବର୍ଷ ମାତ୍ର। ବର୍ତ୍ତମାନ ସମାଜରେ ମଧ୍ୟ ଜାତି ପ୍ରଥା ଚାଲୁଅଛି। ଅନେକ ବର୍ଷ ଧରି ଚାଲିଥିଲା, ବର୍ତ୍ତମାନ ମଧ୍ୟ ଚାଲୁଛି। ଇଂରେଜମାନଙ୍କର ସାମାଜିକ କୁସଂସ୍କାରଗୁଡ଼ିକୁ ଉଚ୍ଛେଦ କରିବା ପଛରେ ମଧ୍ୟ କେତେକାଂଶରେ ଔପନିବେଶିକ ସ୍ୱାର୍ଥ ଜଡ଼ିତ ଥିଲା। ପ୍ରଥମତଃ, ଜାତି ପ୍ରଥା ପ୍ରତି କୁସଂସ୍କାର ଧ୍ୟାନ ଦିଆଗଲା ନାହିଁ। ଦ୍ୱିତୀୟତଃ, ସମାଜ ସଂସ୍କାର ଦ୍ୱାରା ଭାରତକୁ ପାଶ୍ଚାତ୍ୟ ଅନୁଗାମୀ କରିବା ସହଜ ହେବ। ତୃତୀୟରେ, ଭାରତର ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ଏବଂ ଖ୍ରୀଷ୍ଟିଆନ ଧର୍ମଯାଜକମାନେ ମଧ୍ୟ ସମର୍ଥ ଜଣାଇବେ। ତମ ସାମ୍ନାରେ ଦୁଇଟି ଚିତ୍ର ଦେଖିପାରୁଥିବ, ରାଜା ରାମମୋହନ ରାୟ ଏବଂ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ଆଚ୍ଛା, ବ୍ରହ୍ମ ସମାଜ କିଏ ତିଆରି କରିଥିଲେ ଜାଣିଛ? ବ୍ରହ୍ମ ସମାଜ ସିଏ ହେଉଛନ୍ତି ରାଜା ରାମମୋହନ ରାୟ।
ईश्वर चंद्र विद्यासागर भी जानिच से जड़े थिले समाज संस्कारक। राजा राममोहन राय एवं ईश्वरचंद्र विद्यासागर आदि विचारवंत व्यक्तित्व यही कुसंस्कार गुड़ी को उच्छेद करने समाज संस्कार आंदोलन आरंभ करते। सरकार यह पदक्षेप जो समाज संस्कारक माने सरकार को आकुंठ सहयोग प्रदान करले। सेमानक सहयोग बिना जे सरकार को संस्कार क्षेत्र में विशेष सफलता मिली नथिला। राजा राममोहन राय एवं ईश्वरचंद्र विद्यासागर प्रति लोक माने सरकार सहयोग रे अनेक समाज संस्कार जहाँ थिला जेपरिक भ्रूण कन्या भ्रूण हत्या यौतुक प्रथा नरबली आदि को विरोध करथिले एवं इंग्रेज सरकार अनेक समर्थन मध्य देथिले। तुम माने गोटे चित्रटे देखि पारुथबो गोटे पिलाटे अछि आ गोटे झियोटी अछि। झियोटी हाथ रे गोटे कंटे धरिछि। या माने कोन ए माने क्यों बयस रे थिबे ना शिशु बयस रे थिबे जार बयस बहुत कम। विशेष करी बाल्य विधवा परि सामाजिक कुसंस्कार दमन करिया पई सरकारी नियम कानून प्रणीत हैला। यह सत्य थिला मात्र समाज संस्कारक मानक आंदोलन से दिगरे अधिक सचेतनता सृष्टि करथिला।